ଦେଖନ୍ତୁ ଆପଣ ସବୁବେଳେ ଜାଣିଥିବେ ଯେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଦା ସର୍ବଦା ରାଜ୍ୟ ତଥା ଦେଶରେ ବିଭିନ୍ନ ସ୍ଥାନରେ ହିନ୍ଦୁତ୍ୱ ରକ୍ଷା, ଗୋମାତାଙ୍କ ସୁରକ୍ଷା, ସନାତନ ଧର୍ମର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରି ଆସିଛି। ଆଜି ଗୋଟେ ନିଆରା କାର୍ଯ୍ୟକ୍ରମ ଆମେ ହାତକୁ ନେଲୁ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପରିବାର ତରଫରୁ। ହର ଘର ଝଣ୍ଡା କାର୍ଯ୍ୟକ୍ରମ। ହର ଘର ଝଣ୍ଡା କାର୍ଯ୍ୟକ୍ରମ ଏଥିପାଇଁ ନିଆଗଲା, ଆପଣ ଜାଣିଥିବେ ଆଜି ଯଦି ସାରା ଦେଶରେ ହିନ୍ଦୁତ୍ୱ ଅସୁରକ୍ଷିତ, ସନାତନ ଧର୍ମ ଅସୁରକ୍ଷିତ, ତାହେଲେ ତାର ଗୋଟିଏ ମାତ୍ର କାରଣ ହେଲା ଜାତି ପ୍ରଥା, ଜାତିବାଦ। ଯେଉଁ ଜାତିବାଦ କିଛି ରାଜନୈତିକ ଦଳ ନିଜର ଭୋଟ ବ୍ୟାଙ୍କ ତିଆରି ପାଇଁ ସେମାନେ କରିଥିଲେ, କିନ୍ତୁ ଆଜି ପର୍ଯ୍ୟନ୍ତ ସେ ଜାତିବାଦକୁ ଆମ ସମାଜ ଭୁଲି ପାରିନାହିଁ। ଆଜି ମଧ୍ୟ ଆମ ହିନ୍ଦୁ ସମାଜ ସେ ଜାତିବାଦରେ ବାନ୍ଧିକି ରହିଛି ଏବଂ ଏହି ଜାତିବାଦକୁ ଦୂର କରିବା ପାଇଁ ହିନ୍ଦୁ ସମାଜରୁ এই হরঘর ঝন্ডা কার্যক্রম আমি আরম্ভ করিছু। তার আজ শুভারম্ভ করাগলা রাজ্যর রাজধানী ভুবনেশ্বরু। আজ ভুবনেশ্বর প্রভু শ্রীরামଙ୍କ মন্দিরରୁ আমি পূজার্চনা করি यूनिट 8 রে यूनिट 8 ର ନୟାପଲ୍ଲୀ ନୂଆସାହି ଅଞ୍ଚଳରେ ଆଜି ଘରକୁ ଘର ଯାଇ ଆମେ এই হরঘর ঝন্ডা କାର୍ଯ୍ୟକ୍ରମ କରିଥିଲୁ। এই କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ପ୍ରତ୍ୟେକ ସନାତନୀ ପରିବାର, ପ୍ରତ୍ୟେକ ହିନ୍ଦୁ ପରିବାରକୁ ଯାଇକି ତାଙ୍କ ଘରେ গৈରିକ ପତାକା ଲଗାଇ ଏବଂ ସେଇ ଘରର ସଦସ୍ୟମାନଙ୍କୁ ଡାକି ତାଙ୍କ ସହିତ ସମ୍ପର୍କ ଯୋଡ଼ିଥିଲୁ। ତତ୍ସହିତ ସେମାନଙ୍କୁ ଆମେ ହିନ୍ଦୁ ଧର୍ମର ଗ୍ରନ୍ଥ ଶ୍ରୀମଦ୍ ଭାଗବତ ଗୀତା ଏବଂ ହନୁମାନ ଚାଳିଶା ପ୍ରଦାନ କରିଥିଲୁ ଏବଂ ପ୍ରତ୍ୟେକ ଘରେ ଆମେ ଏହି ଗ୍ରନ୍ଥକୁ ବଣ୍ଟନ ମଧ୍ୟ କରିଥିଲୁ। ବହୁତ ସୁନ୍ଦର ଥିଲା କାର୍ଯ୍ୟକ୍ରମ। ନୟାପଲ୍ଲୀ ଅଞ୍ଚଳରେ ଆମକୁ ପୂର୍ଣ୍ଣ ସହଯୋଗ ସମର୍ଥନ ବି ମିଳିଥିଲା। ସେଠିକାର ଜନସାଧାରଣ ଆମକୁ ସମର୍ଥନ କରିଥିଲେ, ସହଯୋଗ କରିଥିଲେ। ଆଉ ଏହି କାର୍ଯ୍ୟକ୍ରମଟିକୁ ଆମେ ଆଗାମୀ ଦିନରେ ଚିନ୍ତା କରିଛୁ ସଂଗଠନ ତରଫରୁ ଆସନ୍ତା ରବିବାର ଠାରୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ଆମେ ହାତକୁ ନେବୁ। ତତ୍ସହିତ ଭୁବନେଶ୍ୱରରେ ପ୍ରତ୍ୟେକ ସନାତନୀ ପରିବାର ପର୍ଯ୍ୟନ୍ତ ପହଞ୍ଚିବା ପର୍ଯ୍ୟନ୍ତ, ପ୍ରତ୍ୟେକ ସନାତନୀ ପରିବାର ପାଖକୁ ପହଞ୍ଚିବା ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଦିନ ଏହି କାର୍ଯ୍ୟକ୍ରମ ଭୁବନେଶ୍ୱର ସହରର ଭିନ୍ନ ଭିନ୍ନ ଅଞ୍ଚଳରେ ଆମେ କାର୍ଯ୍ୟକ୍ରମକୁ ଅବ୍ୟାହତ ରଖିବୁ, କାର୍ଯ୍ୟକ୍ରମକୁ କରିବୁ। ଏଥିରେ ଆମର ମୂଳ ଉଦ୍ଦେଶ୍ୟ ହେଲା ଜାତିବାଦକୁ ଦୂର କରି, ଜାତିବାଦକୁ ଆମେ ପଛରେ ପକାଇ ସମସ୍ତ ହିନ୍ଦୁ ସମାଜ ଏକତ୍ରିତ ହୋଇ ଗୋଟେ ସୁସ୍ଥ ସମୃଦ୍ଧ ହିନ୍ଦୁ ସମାଜ ଗଠନ କରିବା। ତତ୍ସହିତ ଗୋଟେ ଜାତିବିହୀନ ହିନ୍ଦୁ ସମାଜ ତଥା ଜାତିବିହୀନ ହିନ୍ଦୁ ରାଷ୍ଟ୍ରରେ ଭାରତବର୍ଷକୁ ପରିଣତ କରିବାର ଉଦ୍ଦେଶ୍ୟ ନେଇକି ଆଜି ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଏହି ଯେଉଁ କାର୍ଯ୍ୟକ୍ରମକୁ ହାତକୁ ନେଇଛି। ତତ୍ସହିତ ଆମର ମୂଳ ଲକ୍ଷ୍ୟ ହିନ୍ଦୁତ୍ୱ ରକ୍ଷା, ଗୋମାତାଙ୍କ ସୁରକ୍ଷା ତଥା ସନାତନ ଧର୍ମର ପ୍ରଚାର ପ୍ରସାର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ପ୍ରତ୍ୟେକ ଘରକୁ ଯାଇ କରିବୁ।